ଏ ଭାରତ ସରକାରଙ୍କର ପାଣିପାଗ ବିଭାଗ ଯେଉଁ ପୂର୍ବ ଆକଳନ କରିଥିଲା ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ଏବଂ ସେ ଲଘୁଚାପ ଆକୁ ବଢ଼ି ବଢ଼ି ବାତ୍ୟାର ରୂପ ନେବ ତା ବାବଦରେ ଆମର ଶେଷ ଆକଳନ ଆମ ପାଖରେ ହସ୍ତଗତ ହେଇଛି। ଆଜି ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ଏବଂ ପାଣିପାଗ ବିଭାଗର ଓଡ଼ିଶାର ଅଧିକାରୀମାନଙ୍କ ସାଙ୍ଗରେ ମଧ୍ୟ ମୋର କଥାବାର୍ତ୍ତା ହେଇଥିଲା। ଯେଉଁଟା ପୂର୍ବ ଅନୁମାନ କରାହେଇଥିଲା ବଙ୍ଗୋପସାଗରରେ ସେ ଲଘୁଚାପ ସୃଷ୍ଟି ହେଇ ସାରିଲାଣି ଏବଂ ଧୀରେ ଧୀରେ ସେଟା ଘନୀଭୂତ ହେଉଛି ଏବଂ ଘନୀଭୂତ ହେଲା ପରେ ଆଜିଠାରୁ ଇଏ ଲଘୁଚାପ ବଙ୍ଗୋପସାଗରର ପଶ୍ଚିମ ଉତ୍ତର ଏବଂ ପଶ୍ଚିମ ମୁହାଁ ହେଇକରି ଆହୁରି ଘନୀଭୂତ ଆଗକୁ ହେବ ଏବଂ ଆଗକୁ ଏଇଟା ଏକ ଡିପ୍ ଡିପ୍ରେସନରେ ମଧ୍ୟ ରୂପାନ୍ତରିତ ହେବାର ପୂର୍ବ ଅନୁମାନ କରାଯାଇଛି ଏବଂ ଦକ୍ଷିଣ ପଶ୍ଚିମ ମୁହାଁ ହୋଇକରି ଏଇଟା ୱେଷ୍ଟ ସେଣ୍ଟ୍ରାଲ ବେ ଅଫ୍ ବେଙ୍ଗଲ ର ତାମିଲନାଡୁର ଉତ୍ତରାଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ଦକ୍ଷିଣାଞ୍ଚଳ ଇଏ ଆଡ଼କୁ ମୁହାଁଇବାର ସମ୍ଭାବନା ବେଶୀ ଅଛି, ଯାହାଫଳରେ ଆସନ୍ତାକାଲି ଠାରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ଏହାର ପ୍ରଭାବ ମୂଳତଃ ଦେଖିବା ପାଇଁ ପଡ଼ିବ। ଯେହେତୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବଙ୍ଗୋପସାଗରରେ ଏଇ ଲଘୁଚାପ ଆକୁ ବାତ୍ୟାର ରୂପ ନେବ ଏବଂ ପ୍ରବଳ ବର୍ଷା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ହେବ ଏବଂ ପବନ ମଧ୍ୟ ବହିବ, ତାର ପ୍ରତିଫଳନ ମଧ୍ୟ ଓଡ଼ିଶାରେ ହେବାର ସମ୍ଭାବନା ଅଛି। ତେଣୁ ଆଜି 22 ତାରିଖ ଦିନ ଯେଉଁ ପୂର୍ବ ଅନୁମାନ କରାହେଇଛି ସେଥିରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକ ଏସବୁ ଜିଲ୍ଲାମାନଙ୍କୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେଇପାରେ। 30-40 କିଲୋମିଟର ବେଗରେ ପବନ ବୋହିପାରେ ଏବଂ ଘଡ଼ଘଡ଼ି ସହିତ ବଜ୍ରପାତ ମଧ୍ୟ ହେଇପାରେ। ୟାର ସାଙ୍ଗରେ ସାଙ୍ଗରେ ଆସନ୍ତାକାଲି ୟାର ପ୍ରଭାବ ଆହୁରି କମିବ ଏବଂ କେବଳ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଭଳିଆ ଜିଲ୍ଲାମାନଙ୍କୁ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ହେଇପାରେ। ଏଠି ପାଣି ବର୍ଷା ସହିତ ପବନ ମଧ୍ୟ ବହିପାରେ ଏବଂ ଘଡ଼ଘଡ଼ି ମଧ୍ୟ ହେଇପାରେ। ଠିକ୍ ସେଇଭଳି ଏଇଟା ଆଗକୁ ଆଗକୁ ଗଲାବେଳକୁ 23 ତାରିଖ ଦିନ ମଧ୍ୟ ଏହାର କିଛି ପ୍ରଭାବ ସମ ପରିମାଣର ପ୍ରଭାବ ରହିବ। 24 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ମଧ୍ୟ ଏସବୁ ଜିଲ୍ଲାମାନଙ୍କୁ କିଛି କିଛି ପ୍ରଭାବ ଏହାର ପଡ଼ିବ, ଯାହାଫଳରେ କେବଳ ବୃଷ୍ଟିପାତ ହେବ, ଅଳ୍ପ ହେଇପାରେ, ମଧ୍ୟମ ହେଇପାରେ। ପବନ କିନ୍ତୁ 30-40 କିଲୋମିଟର ବେଗରେ ବହିବାର ସମ୍ଭାବନା ଅଛି। ଘଡ଼ଘଡ଼ି ମାରିବା ସହିତ କିଛି ଅଞ୍ଚଳରେ ବଜ୍ରପାତ ମଧ୍ୟ ହେଇପାରେ। ପଞ୍ଚମ ଦିନ ଠାରୁ 25ରୁ 26 ତାରିଖ ବେଳକୁ ଏହାର ପ୍ରଭାବ ଆହୁରି କମିଯିବ। ଷଷ୍ଠ ଦିନ 27-28 ତାରିଖ ଏବଂ ସପ୍ତମ ଦିନ ଏହାର ପ୍ରଭାବ ଆଉ ପରିଲକ୍ଷିତ ହେବ ନାହିଁ। ତେଣୁ ଓଡ଼ିଶାବାସୀଙ୍କୁ ମୋର ପରାମର୍ଶ, ସେମାନେ ବିଭିନ୍ନ ପ୍ରକାର ଖବର ବାକ୍କୁ ନେଇକରି ବିଚଳିତ ହୁଅନ୍ତୁ ନାହିଁ। ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା କମ୍ ଅଛି। ଗୁଡ଼ିଏ ଜାଗାରେ ବର୍ଷା ହେଇପାରେ, ଗୁଡ଼ିଏ ଜାଗାରେ ପବନ ବହିପାରେ ଏବଂ ଗୁଡ଼ିଏ ଜାଗାରେ ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ହେଇପାରେ, ବଜ୍ରପାତ ମଧ୍ୟ ହେଇପାରେ। ତାର ପ୍ରତି ସତର୍କ ରୁହନ୍ତୁ, ଆଦୌ ବିଚଳିତ ହୁଅନ୍ତୁ ନାହିଁ। ଏହାର ପ୍ରକୋପ ବଢ଼ିବାର ସମ୍ଭାବନା ନଥିଲେ ମଧ୍ୟ ରାଜ୍ୟ ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଯେଭଳିଆ ପରିସ୍ଥିତି ହେଲେ ମଧ୍ୟ ତାକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ ସମସ୍ତେ ଗ୍ରହଣ କରନ୍ତୁ। ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ ହେଉଛି। ଯେଭଳି ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ ତାକୁ ଆମେ ସାମ୍ନା କରିବୁ ଏବଂ ଲୋକଙ୍କର ଧନ ଜୀବନର ରକ୍ଷା କବଚ ହେବା ପାଇଁ ସମସ୍ତ ପ୍ରସ୍ତୁତି ଆମର ସମାପ୍ତ ହେଇଯାଇଛି। ତେଣୁ ଆଦୌ ବିଚଳିତ ହେବାର ସମ୍ଭାବନା ନାହିଁ। ଇଏ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଏଭଳିଆ କମ୍ ବେଶୀ କରି ହେଲା ପରେ ଅକ୍ଟୋବର ଶେଷ ବେଳକୁ
ये लघुचापर प्रभाव संपूर्ण समाप्त हो जाइए।